ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଡିସ୍କସନ୍ କରିବା ବହୁତ ସାରା ଟପିକ୍ ଉପରେ, ଯେମିତିକି ଟୋଟାଲ 62,000ରୁ ଅଧିକ ଆପଣଙ୍କର ଟିଚର୍ସର ଭେକେନ୍ସି ରହିଛି। ତା ସହିତ SSBର ଆପଣମାନେ ଯେଉଁ ପରୀକ୍ଷା ଦେଇଥିଲେ, ତାହା ଜୁନିୟର ଆସିଷ୍ଟାଣ୍ଟର ହଉ କିମ୍ବା TGTର ହଉ, ତାର ଆନ୍ସର କୀକୁ କେମିତି ଆପଣମାନେ ଅବଜେକ୍ସନ୍ କରିବେ ତା ସମ୍ପର୍କରେ, ଏବଂ ଓଡ଼ିଶାରେ ବର୍ତ୍ତମାନ 21ଟି ଜିଲ୍ଲାରେ ଆପଣଙ୍କର ପାର୍ମାନେଣ୍ଟ 341 ଗୋଟି ଆପଣଙ୍କର ଜୁନିୟର କ୍ଲର୍କର ଭେକେନ୍ସି ଆପଣଙ୍କର ବାହାରିଛି। ପାର୍ମାନେଣ୍ଟ ଚାକିରି ଆପଣଙ୍କର ଅଟେ, ବହୁତ ଅଧିକ ସାଲେରୀ ମଧ୍ୟ ଆପଣଙ୍କ ପାଇଁ ରହିଛି। ତା ସହିତ OSSTT ପରୀକ୍ଷା ଆପଣଙ୍କର ନେକ୍ସଟ କେବେ ହେବ, OTET ପରୀକ୍ଷା ଆପଣଙ୍କର କେବେ ବାହାରିବ, ଏହା ସମ୍ପର୍କରେ ମଧ୍ୟ ଆମେ ଡିସ୍କସନ୍ କରିବା। ତ ଭିଡ଼ିଓକୁ ଆପଣ କମ୍ପ୍ଲିଟଲି ଦେଖିବେ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯେଉଁଦ୍ୱାରା କି ସମସ୍ତେ ଜାଣିପାରିବେ ଏବଂ ଉପକୃତ ହେଇପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଫାଷ୍ଟ ଅଫ୍ ଅଲ୍ ଆଗ ଡିସ୍କସନ୍ କରିବା OSSTT ସମ୍ପର୍କରେ। OSSTT ର ରେଜଲ୍ଟ ଦେଖନ୍ତୁ 6 ମାସ ପରେ ବାହାରିଲା ଆପଣମାନଙ୍କର। ଆପଣମାନେ ଦେଖିଥିବେ କିଛି କିଛି ପିଲାଙ୍କର ସେ 0.05 କିମ୍ବା 1 ମାର୍କ 2 ମାର୍କରେ ମଧ୍ୟ କଟି ଯାଇଛନ୍ତି। କ'ଣ କରାଯିବ, ସେଥିପାଇଁ କୁହାଯାଇଛି ଟିକେ ପ୍ଲାନିଂ ଅନୁସାରେ ଆପଣମାନେ ପଢ଼ିଦେବେ। OSSTTର ଖାଲି ଏଇ ପ୍ଲାନିଂ ଭିଡ଼ିଓକୁ ଦେଖନ୍ତୁ, ଓଡ଼ିଶାରେ କେହି ଡିସ୍କ୍ୱାଲିଫାଏ ହେବେନି, କିନ୍ତୁ ଆପଣମାନେ ପ୍ଲାନ୍ଟାକୁ ନ ବୁଝିଲେ ଅସୁବିଧା ହେଇଯିବ। ସେମିତି OTET ପାଇଁ OTET ପ୍ଲାନିଂ ଭିଡ଼ିଓ ବାଇ ଲକ୍ଷ୍ମୀଧର ସାର୍ ଦେଖନ୍ତୁ, ଆଉ ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ନ୍ତୁ। ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ 6ରୁ 8 ଘଣ୍ଟା ଆପଣଙ୍କ ପାଇଁ କ୍ଲାସ୍ ହେଉଛି। ସବୁଦିନ କରନ୍ତୁ, ସୁନିଶ୍ଚିତ ଆପଣମାନେ କ୍ୱାଲିଫାଇ କରିବେ। ଏବେ ଦେଖନ୍ତୁ, ଆଗ ଡିସ୍କସନ୍ କରିବା OSSTTର ଏଇ ଯେଉଁ ଆପଣଙ୍କର ସାର୍ଟିଫିକେଟ୍ ଉପରେ। ସାର୍ଟିଫିକେଟ୍ ଦେଖନ୍ତୁ, ସେମାନେ ପୂର୍ବରୁ ଅଫଲାଇନ୍ ମୋଡ଼ରେ ଆପଣଙ୍କର ଘରକୁ ପଠାଉଥିଲେ, ଏ ବର୍ଷ ଆପଣଙ୍କର ଅନଲାଇନ୍ ମୋଡ଼ରେ ଆଭେଲେବୁଲ୍ କଲେ, ବହୁତ ହି ଭଲ। କିନ୍ତୁ ତା ପାଇଁ ବି ସେପାରେଟଲି ଟଙ୍କା ଦେଉଛନ୍ତି। ଆପଣ ଦେଖିଥିବେ, ତା ପାଇଁ ଆମେ ସବୁବେଳେ ଟ୍ୱିଟ୍ କରିବା ପାଇଁ ଲାଗି ପଡ଼ିଛେ। କିନ୍ତୁ BSc ଓଡ଼ିଶା ଆପଣଙ୍କର କାହାରି କଥା ମାନେନି ଆଜ୍ଞା। ମାନେ ସରକାର ପରିବର୍ତ୍ତନ ହେଲା ବହୁତ ହି ଭଲ, କିନ୍ତୁ ତା ଉପରେ ମାନେ ଭୟାନକ ନେବା କଥା ଠିକ୍ ଅଛି ନା। ମାନେ ଯେତେ ଆପଣ ମାନେ ଟ୍ୱିଟ୍ କରନ୍ତୁ, ଯାହା କରନ୍ତୁ, ସିଏ ମାନିବା ଲୋକ ମାନେ BSc ଓଡ଼ିଶା କ'ଣ କହିବେ। ଠିକ୍ ଅଛି, ଆପଣ କହିବେ ସାର୍ ପୁଣି ନେକ୍ସଟ OSSTT କେବେ ଆପଣଙ୍କର ବାହାରିବ? ତ ଦେଖନ୍ତୁ, OSSTT ତ ବର୍ଷକୁ 2 ଥର ଲେଖାଏଁ ଆପଣଙ୍କର ହେଉଛି। ଜାନୁଆରୀ ମାସରେ ଆପଣଙ୍କର ହେଇଛି, ମାନେ ଆପଣଙ୍କର ଏଇ ବର୍ଷ ପୁଣି ଆଉଥରେ ହେବ। କେବେ ହେବ ମୁଁ ଏକ୍ଜାକ୍ଟଲି କହିପାରିବିନି, ବଟ୍ LTR ପୂର୍ବରୁ ଆପଣଙ୍କର ପ୍ରାୟ ହେଇପାରେ, କିମ୍ବା ଆଉଥରେ ତ ଆପଣଙ୍କର ନିହାତି ହେବ। ଏଇ ବର୍ଷରେ ହିଁ ଆପଣଙ୍କର ବାହାରିବ ନିହାତି। କିନ୍ତୁ OTET ପରୀକ୍ଷା ଲାଷ୍ଟ 2 ବର୍ଷ ହେଲା ଆପଣଙ୍କର ବାହାରୁନି। ତ ଆପଣମାନେ ଏକ୍ସପେକ୍ଟ କରିପାରନ୍ତି ଏଇ ମନ୍ଥରେ ଆପଣଙ୍କର ବାହାରିଯିବ, କାହିଁକି ନା 1 ଜୁଲାଇରୁ ଆପଣଙ୍କର ପ୍ରାୟ ଏଇ ଯେଉଁ ସେବାଶ୍ରମ ସ୍କୁଲରେ ଆପଣଙ୍କର ଆପ୍ଲାଏ ହେଇପାରେ, ତେଣୁ କରିକି ଏଇ ମାସରେ ଆପଣଙ୍କର ବାହାରିଯିବ ପ୍ରାୟତଃ। ଠିକ୍ ଅଛି, ତାପରେ ନେକ୍ସଟ ଆପଣଙ୍କୁ ଡିସ୍କସନ୍ କରିବା। ଦେଖନ୍ତୁ, ଆମର ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପରେ 1,91,000ରୁ ଅଧିକ ପିଲା ଅଛନ୍ତି। ଆପଣ କୌଣସି ବି ଫେକ୍ ଗ୍ରୁପରେ ଜଏନ୍ ହେବେନି, ଏଇ ଗ୍ରୁପରେ ଆପଣ ଜଏନ୍ ହେବେ। ଦେଖନ୍ତୁ, ଆମର ଯେଉଁ CUCET B.Ed ଆପଣଙ୍କର ପରୀକ୍ଷା ହେଇଥିଲା, ଆପଣ ଜାଣିଥିବେ କର୍ଣ୍ଣାଟକର ଅଲରେଡ଼ି ଫାର୍ଷ୍ଟ ସିଲେକ୍ସନ୍ ବାହାରିକି ସେକେଣ୍ଡ ସିଲେକ୍ସନ୍ ବାହାରିଲାଣି। ହରିୟାଣାର ଆଜି ଆପଣଙ୍କର ପବ୍ଲିଶ ହେବ CUCET ହରିୟାଣାର, ଆଉ କୋରାପୁଟରୁ ମେ ବି ଏଇ ୱିକ୍ରେ ପବ୍ଲିଶ ହେଇଯିବ। ଆଉ ଝାଡ଼ଖଣ୍ଡ ତ ଆପଣ ଜାଣିଛନ୍ତି, କାଲି ଆପଣଙ୍କର କାଉନସିଲିଂ ଆପଣଙ୍କର ରହିଛି ଝାଡ଼ଖଣ୍ଡର। ଠିକ୍ ଅଛି, ଆପଣ କହିବେ ସାର୍ OSSTT ସାର୍ଟିଫିକେଟ୍କୁ ଆମେ ଅନଲାଇନ୍ ମୋଡ଼ରେ ଡାଉନଲୋଡ୍ କରିବୁ କି ନାହିଁ? ଦେଖନ୍ତୁ, ଏଇଟା କେବଳ ଗୋଟେ ମାସ ପର୍ଯ୍ୟନ୍ତ ହିଁ ଆପଣମାନେ ଅନଲାଇନ୍ ମୋଡ଼ରେ ଡାଉନଲୋଡ୍ କରିପାରିବେ। ଠିକ୍ ଅଛି, ତ ଆପଣ କରିବା ପାଇଁ ଚାହୁଁଛନ୍ତି ହେଲେ କରନ୍ତୁ, ନହେଲେ ଆଉ ମୁଁ କ'ଣ କହିବି। ଆଉ ସାର୍ ଆମ ଘରକୁ ଆସିବ କି ନାହିଁ? ପ୍ରାୟତଃ ଆସିପାରେ, କାହିଁକି ନା ଯଦି ଆସିନଥାନ୍ତା ହେଲେ ତ ଏଇଟା ଖାଲି ଗୋଟେ ମାସ ପର୍ଯ୍ୟନ୍ତ ରଖିନଥାନ୍ତା। ପ୍ରାୟତଃ ଆସିପାରେ, କହିହେବନି। BSc ଓଡ଼ିଶା କିଛି ବି କହୁନାହାନ୍ତି ଆପଣଙ୍କର। ଠିକ୍ ଅଛି, OTET OSSTT ସମ୍ପର୍କରେ ଆପଣଙ୍କର ଗଲା। ଏବେ ଆସନ୍ତୁ ଡିସ୍କସନ୍ ଆପଣଙ୍କର କରିବା ଯେଉଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼ ତରଫରୁ ଆପଣଙ୍କର ଯେଉଁ ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା ହେଇଛି ଆପଣଙ୍କର, ତା ସହିତ ହାଇସ୍କୁଲ ଟିଚର ପରୀକ୍ଷା ଆପଣଙ୍କର ହେଇଥିଲା ବା TGTର। ଦେଖନ୍ତୁ, ଆଜି ଦିନ 5ଟା ମାନେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଟାଇମ୍ ଅଛି। ଯେଉଁ କ୍ୱେଶ୍ଚେନ୍ରୁ ବି ଆପଣଙ୍କୁ ଲାଗୁଛି ଆନ୍ସର କି ଭୁଲ ଦିଆହେଇଛି ନା, ସିମ୍ପଲି ଆପଣମାନେ କ'ଣ କରିବେ, ଗୋଟେ ଦେଖନ୍ତୁ ମେଲ୍ କରିବେ। ଏଇ ମେଲ୍ରେ ଆପଣମାନେ
मेल करिकी आपण कंप्लेंट करि पारिबे। आपणकर ना लिखिबे, मेल रे रोल नंबर लिखिबे, मोबाइल नंबर, ईमेल आईडी, को पोस्ट पई अप्लाई करथिले, को केते नंबर क्वेश्चन टा, आउ जहाँ प्रूफ थी प्रूफ माने बहिरो खातार किंबा जदि किछि नै गोटे कागजर लिखिकी आपण माने ताको पठेइ देबे। आज संध्या 5टा पर्यंत टाइम अछि, जहाँ भी आपणकर प्रॉब्लम अछि ताको मेल कर दियंतु, मेल द्वारा आपणकर प्रॉब्लम सॉल्व हो जिवो। ठीक अछि। एसएसबी संपर्क रे गला। एबे आसंतु डिस्कशन करिबा आपणको देखंतु वर्तमान आजिरो समाज पेपर आपण माने देखिथिबे, आ या पूर्वरु मध्ये आपण माने प्रायतो इंटरव्यू देखिथिबे हमर माननीय मुख्यमंत्री से कहिथिले जे वर्तमान 62,000 आपणकर टीचर वैकेंसी रहिछि। आउ से माने ऑलरेडी आपनको तांकर मैनिफेस्टो रे मध्ये कहिथिले जहाँ भी गवर्नमेंट वैकेंसी रहिछि ता फुलफिल करिवे, आउ ता फुलफिल प्रायतो करिवे। काहेकि ना सिंपल जिंस 24 वर्ष पर आपणकर सरकार परिवर्तन ହେଇछि, समस्ते चाहिए सरकार रहिबा पई, जहाँ कहिछंती जदि न करंती नेक्स्ट टाइम आउ आसीबार चांस तांको आपणकर मिलिबो नाही। तन करिकि से जहाँ जहाँ भी कहिछंती मैनिफेस्टो रे ता फुलफिल निहाती करिवे। ठीक अछि। तो देखंतु 62,000 जो वैकेंसी आपणकर रहिछि सेथिरु एक्चुअली बहुत अधिका वैकेंसी रहिछि। सर्वमोट जदि गवर्नमेंट वैकेंसी आपणकर कहिबा 2,36,000, जो थिरे कि टीचर वैकेंसी 62,000 रहिछि। तो आगामी दिन रे आपण बहुत सारा वैकेंसी को देखिबा को पाइबे। तेणुकरी आपण माने जदि सठिक ढंग रे पढ़ा पढ़ी करिवे देन सुनिश्चित आपण माने क्वालिफाई करिवे और चाकरी मध्ये पाइबे। ठीक अछि। तेणुकरी आपण माने पढ़ा उपरे फोकस करंतु, जो द्वारा कि आगामी जेतकी भी वैकेंसी आसीबो सेतिरे आपणकर गुटे पदवी दरकार, आपनको गुटे पदवी बहुत इजीली मिल जाई पारिबो। आपण कहबे सर वर्तमान तो गुटे वैकेंसी फुलफिल हेनी, पुणी आपण कहउचंती अरे ऑलरेडी कोर्ट रो पूरा ऑर्डर आसीगला, एबे टिके टाइम आज मे भी आसी पारे किंबा आसी जिवो। आपण टिके वेट करंतु। ओसेपार वेबसाइट को आपण माने चेक करूथिबे, जेमिति आसीबो मु जणाई देबी। ओसेपा वेबसाइट रे आपणकर नोटिस पब्लिश हबो। से माने आ आपण तो जानिचंती से क्लियरली कहिचंती जे पर्यंत फुल सीट फिलअप न हेछि से पर्यंत ओसेपा गुटे परे गुटे सिलेक्शन लिस्ट आपणकर काढुथिबो। जदि केही जॉइनिंग करू नाहंती किंबा रिजाइन करूछंती, जे पर्यंत फुल पदवी फिलअप न हेछि से पर्यंत ओसेपा निज पटु आपणकर सिलेक्शन आपणकर काढुथिबो। ठीक अछि। तो आपण माने टिके वेट करंतु। ओसेपार ऑफिशियल वेबसाइट रे सब जिंस आपणकर पब्लिश हबो। ठीक अछि हैला। एबे आसंतु डिस्कशन करिबा जूनियर क्लर्क रो वैकेंसी ऊपर। आपण माने ए वीडियो को टिके पॉज करंतु, देखि दियंतु को को जिल्ला रे आपणकर वैकेंसी बाहरिछि। आउ लास्ट डेट मध्ये एपटे मु लिखि देइछि आपणकर, आउ पदवी संख्या मध्ये मु आपणको पई लिखि देइछि। देखि दियंतु आपणकर। ठीक अछि। तो सर्वमोट 21 टी जिल्ला रे आपणकर वर्तमान पब्लिश हे जाइछि। देखंतु एक्चुअली एटा परमानेंट चाकरी अटे, प्रत्येक वर्ष मध्ये आपणकर बाहरी थाए, किंतु प्रॉब्लम आपणकर एया सबु जिल्ला रे गुटे डेट रे परीक्षा होय, सबु जिल्ला रे गुटे डेट रे परीक्षा होय। एवं यार सब प्रीवियस ईयर क्वेश्चन आपण कोठु पाइबे, ओडिसा रो सबुठारु बड़ टेलीग्राम ग्रुप ओडिसा टीचर एसोसिएशन गला परे ए फाइल्स रे खाली आपण लिखिबे जूनियर क्लर्क, आपण लिखिबे जूनियर क्लर्क, जेमिति लिखिदेबे ना आपणकर जेतकी भी परीक्षा हेछि सबु जूनियर क्लर्क रो आपण क्वेश्चन को पाई जिवे। आपण गुडे आईडिया हे जिवो जे कोन सब क्वेश्चन आसे आ केमिति आपण मान ताको करिवे। ठीक अछि। तो 341 कोटी आपणकर पदवी रहिछि। मु आपनको कहि दउछि केमिति आपण माने देखिबे नोटिफिकेशन को केमिति अप्लाई करिवे। गुटे एग्जांपल दे दउछि, आपण माने बाकी गुडा को निजे निजे आपणकर करि देई पारिबे। ठीक अछि। देखंतु आपण माने सिंपली गूगल को जिवे, सर्च करिवे आपणकर डिस्ट्रिक्ट ई कोड। गूगल रे कोन सर्च करिवे, डिस्ट्रिक्ट ई कोड आपण सर्च करिवे। एमति लिखिबे हला। लिखला परे ए जो लिखा है निको एटा प्रथम वेबसाइट district.ecot.gov.in जिबे। गला परे आपण माने आमे ओडिसा रु ओटु ओडिसा ऊपर आपण क्लिक करिवे। जेमिति ओडिसा रे आपण माने क्लिक करिवे। एबे जो जो जिल्ला गुडा मु कहिली केवल एई जिल्ला रो ही वर्तमान बाहरी छि। देखंतु आपण माने कहबे सर मो जिल्ला अरे बाहरी जिवो। देखंतु 21 टी जिल्ला रो बाहरी छि। ठीक अछि। एतकी जिल्ला रो आपणकर बाहरी जाइछि वर्तमान। धरा जाऊ मु जगत सिंहपुर ऊपर आपणकर क्लिक कली, आउ किछि किछि रो लास्ट डेट मध्ये सरी जाइछि हला। किछि किछि जिल्ला रो लास्ट डेट मध्ये सरी जाइछि, ताको किछि करि होबोनी। ठीक अछि। जगत सिंहपुर ऊपर मु क्लिक कली, जेमिति आपण या ऊपर क्लिक करिवे। एबे देखंतु ए जो नोटिसेस लिखा है नि कि नोटिसेस, ए नोटिसेस तळे रिक्रुटमेंट ऊपर क्लिक करिवे। जेमिति रिक्रुटमेंट ऊपर क्लिक करिवे, देखंतु एटा नोटिफिकेशन ए लिखा है नि कि एटा या ऊपर क्लिक कले आपणकर नोटिफिकेशन टी आपणकर ओपन हे जिवो। ओपन हे जिवला।
ଏବେ ଦେଖନ୍ତୁ ଆପଣ ମାନେ ଚେକ୍ କରିପାରିବେ, ଏଇଟା ହେଉଛି ଆପଣଙ୍କର ଫୁଲ୍ ନୋଟିଫିକେସନ୍। ତ ଦେଖନ୍ତୁ ଜଗତସିଂହପୁର ପାଇଁ ସବୁ ଜିଲ୍ଲା ପାଇଁ ସବୁ ଜିଲ୍ଲାର ପିଲା ଆପ୍ଲାଏ କରିପାରିବେ, କିନ୍ତୁ ସବୁ ଜିଲ୍ଲା ପାଇଁ କରନ୍ତୁନି। ଗୋଟେ ଡେଟ୍ରେ ପରୀକ୍ଷା ହବ, ସବୁ ଜିଲ୍ଲାକୁ ତ ଯାଇପାରିବେନି ନା। ଯୋଉ ଜିଲ୍ଲାକୁ ଆପଣ ପରୀକ୍ଷା ଦେବା ପାଇଁ ଯାଇପାରିବେ, ଯୋଉ ଜିଲ୍ଲାରେ ଆପଣ ପୋଷ୍ଟିଂ ହେବା ପାଇଁ ଚାହୁଁଛନ୍ତି, ସେଇ ଜିଲ୍ଲା ପାଇଁ ଆପ୍ଲାଏ କରନ୍ତୁ। ଠିକ ଅଛି, ନହେଲେ ନିଜ ଜିଲ୍ଲା ପାଇଁ ଆପ୍ଲାଏ କରନ୍ତୁ। ଦେଖନ୍ତୁ ଜୁନିୟର କ୍ଲର୍କ ପାଇଁ ଏଥିରେ 12ଟି ପଦବୀ ରହିଛି ଆପଣଙ୍କର। ଦରମା ଆପଣଙ୍କର 19,900ରୁ 63,200 ଟଙ୍କା ମିଳିବ। ଜୁନିୟର ଟାଇପିଷ୍ଟ ପାଇଁ ଗୋଟିଏ, ଷ୍ଟେନୋଗ୍ରାଫର ପାଇଁ ଗୋଟିଏ, ଡ୍ରାଇଭର ପାଇଁ ଗୋଟିଏ। ଏବେ ଯଦି ଆମେ କ୍ୱାଲିଫିକେସନ ଡିସ୍କସନ ଆପଣଙ୍କର କରିବା, କେବଳ +3 ଯଦି ଆପଣ ପାସ୍ କରିଛନ୍ତି ନା, ଦେନ୍ ଆପ୍ଲାଏ କରିପାରିବେ। ତା ସହିତ DCA, ଡିପ୍ଲୋମା ଇନ୍ କମ୍ପ୍ୟୁଟର ଆପ୍ଲିକେସନ, କିମ୍ବା ଯଦି ଆପଣ PGDCA ବି କରିଥିବେ ଆପ୍ଲାଏ କରିପାରିବେ। ବୟସ 18 ବର୍ଷରୁ 32 ବର୍ଷ ଭିତରେ ଥିଲେ ଏଇଥିଲେ ଆପ୍ଲାଏ କରିପାରିବେ। କିନ୍ତୁ ST, SC, SCBC ଆଉ ଲେଡିଜ୍ ମାନଙ୍କର 5 ବର୍ଷ ବଢିଯିବ, 18ରୁ 37 ବର୍ଷ ଭିତରେ ଥିଲେ ଆପଣ ମାନେ ଆପ୍ଲାଏ କରିପାରିବେ। ମନେ ରଖନ୍ତୁ, ଏଇ ଯୋଉ ଜୁନିୟର କ୍ଲର୍କ ପାଇଁ ନା କିଛି ଟାଇପିଂ ବଗେରା ଦରକାର ନାହିଁ, କିନ୍ତୁ ଟାଇପିଷ୍ଟ ପାଇଁ ଆପଣଙ୍କୁ ଟାଇପିଂ ଆସୁଥିବା ଦରକାର, ଷ୍ଟେନୋଗ୍ରାଫର ପାଇଁ ଆପଣଙ୍କୁ ଷ୍ଟେନୋଗ୍ରାଫି ଆସୁଥିବା ଦରକାର, ଡ୍ରାଇଭର ପାଇଁ ଆପଣଙ୍କୁ ଡ୍ରାଇଭିଂ ଆସୁଥିବା ଦରକାର, ଲାଇସେନ୍ସ ବଗେରା ଦରକାର ଆପଣଙ୍କର। ଠିକ ଅଛି, ବୁଝା ପଡୁଛି। ତେଣୁ କରିକି କୌଣସି ବି ଆପ୍ଲିକେସନ ଫି ଆପଣଙ୍କର ପଡିବନି। ଏବେ ଦେଖନ୍ତୁ, ସବୁ ଜିଲ୍ଲାର ନା ସିଲେକ୍ସନ ପ୍ରୋସେସ ସମସ୍ତଙ୍କର ସମାନ। ଆଗ ଆପଣ ମାନେ ଦେଖନ୍ତୁ, ଜୁନିୟର କ୍ଲର୍କ ର ଦେଖନ୍ତୁ ହେଲା କେମିତି ସିଲେକ୍ସନ ହବ। ଆଗ ଆପଣ ମାନେ ଅଫଲାଇନ ପରୀକ୍ଷା ଦେବେ, ଯୋଉଥିରେ ଇଂଲିଶ 100 ମାର୍କର ପଡିବ 2 ଘଣ୍ଟା, ମ୍ୟାଥମେଟିକ୍ସ 100 ମାର୍କର ଘଣ୍ଟେ, ଜିକେ 100 ମାର୍କର ଘଣ୍ଟେ, ଦେନ୍ କମ୍ପ୍ୟୁଟର ପ୍ରାକ୍ଟିକାଲ ଟେଷ୍ଟ ହବ 100 ମାର୍କର ଘଣ୍ଟେ, ଦେନ୍ ଭାଇବା ହବ 45 ମାର୍କର। ଏଥିରେ ଲେଖା ହେଇଛି, ଦେଖନ୍ତୁ କଣ କଣ ସବୁ ପଡିବ, ସବୁ ଜିନିଷ ଲେଖା ହେଇଛି କ୍ଲିୟରଲି। ଆପଣ ମାନେ ନିଜେ ନିଜେ ପଢିପାରିବେ। ଜୁନିୟର ଟାଇପିଷ୍ଟ ପାଇଁ ମଧ୍ୟ, ଷ୍ଟେନୋଗ୍ରାଫର ପାଇଁ ମଧ୍ୟ, ସମସ୍ତଙ୍କ ପାଇଁ ସେପାରେଟଲି ଆପଣଙ୍କର ଅଲଗା ଅଲଗା ଲେଖା ହେଇଛି। ଆପଣ ମାନେ ନିଜେ ନିଜେ ପଢିପାରିବେ ଆପଣଙ୍କର। ଏବେ ଦେଖନ୍ତୁ କେମିତି ଆପ୍ଲାଏ କରିବେ। ସବୁ ଜିଲ୍ଲାରେ ଦେଖନ୍ତୁ, ଆପଣ ମାନେ PDF ଟାକୁ ଡାଉନଲୋଡ୍ କରିବେ। ଦେଖନ୍ତୁ ପେଜ ନମ୍ବର 8 ଆପଣଙ୍କର 9 ଦରକାର ନାହିଁ, ଡ୍ରାଇଭର ଲେଖା ହେଇଛି ଦରକାର ନାହିଁ। ଆପଣ ମାନେ ପେଜ ନମ୍ବର 8 କୁ ଆପଣ ମାନେ ପ୍ରିଣ୍ଟ ଆଉଟ୍ କାଢିବେ। କାଢିଲା ପରେ ନିଜେ ଭଲସେ ଫିଲ୍ଅପ୍ କରିବେ, ଏଟାକୁ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଦେଖନ୍ତୁ ଏଇଠି ଡକୁମେଣ୍ଟ ଲେଖା ହେଇଛି, କୋଉ କୋଉ ଡକୁମେଣ୍ଟକୁ ଆପଣ ମାନେ ଆଟାଚ୍ କରିକି ପଠେଇବେ। ଏଇ ଡକୁମେଣ୍ଟ ଗୁଡାକୁ ଆପଣ ମାନେ ଆଟାଚ୍ କରିବେ। ଆଉ ଆଟାଚ୍ କଲା ପରେ ଏଇ ଯୋଉ ତାଙ୍କର ଆଡ୍ରେସ ଲେଖା ହେଇଥିବ, ଦେଖନ୍ତୁ ଏଇପଟେ ଆଡ୍ରେସ ଲେଖା ହେଇଥିବ, ଏଇ ଆଡ୍ରେସରେ ଆପଣ ମାନେ ପଠେଇଦେବେ। ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଆପଣ ଏଇ ଆଡ୍ରେସରେ ପଠେଇଦେବେ। 18 ଜୁଲାଇ ସୁଦ୍ଧା ଯେମିତି ଆପଣ ମାନେ ପଠେଇଦେବେ। ଠିକ ଅଛି, ଏଇଭଳି ଭାବରେ ଆପଣ ମାନେ ସବୁ ଜିଲ୍ଲାର ନିଜେ ନିଜେ ଚେକ୍ କରିପାରିବେ। ଦେଖି ଦିଅନ୍ତୁ କୋଉ କୋଉ ଜିଲ୍ଲାର ବର୍ତ୍ତମାନ ଭେକେନ୍ସି ବାହାରିଛି, ଏଇ ଜିଲ୍ଲାରେ ଆପଣ ମାନେ ଆପ୍ଲାଏ କରିପାରିବେ। ଠିକ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।